ଚିହ୍ନି ଆମେ ପ୍ରଥମ ଅକ୍ଷରକୁ ଲେଖିବା। ଚିତ୍ରକୁ ଚିହ୍ନିବା, ତାପରେ ପ୍ରଥମ ଅକ୍ଷରକୁ ଲେଖିବା। ଚିତ୍ରକୁ ଚିହ୍ନିବା, ତାର ପ୍ରଥମ ଅକ୍ଷର ଲେଖିବା। ପ୍ରଥମ ଅକ୍ଷର ଗଛ, ଗଛ ଗ ଗ। ପଇଡ଼ ପ, ପ୍ରଥମ ଅକ୍ଷର ପ, ପଇଡ଼। ଗଛ, ଗଛର ପ୍ରଥମ ଅକ୍ଷର ଗ, ପଇଡ଼, ପଇଡ଼ ପ୍ରଥମ ଅକ୍ଷର ପ। ବୋଇତାଳୁ, ପ୍ରଥମ ଅକ୍ଷର ବ, ପ୍ରଥମ ଅକ୍ଷର ବ। ନଖ, ନଖ ପ୍ରଥମ ଅକ୍ଷର ଦନ୍ତେନ, ପ୍ରଥମ ଅକ୍ଷର ପ୍ରଥମ ଅକ୍ଷର ନଖର ପ୍ରଥମ ଅକ୍ଷର ଦନ୍ତେନ, ଦନ୍ତେନ। ଝରଣା, ଝରଣାର ପ୍ରଥମ ଅକ୍ଷର ଝ, ପ୍ରଥମ ଅକ୍ଷର ଝ। ଚକି, ଚକିର ପ୍ରଥମ ଅକ୍ଷର ଚ। ବରଗଛ, ବରଗଛର ପ୍ରଥମ ଅକ୍ଷର ବ, ବରଗଛର ପ୍ରଥମ ଅକ୍ଷର ବ। ଗଛର ପ୍ରଥମ ଅକ୍ଷର ଗ, ପଇଡ଼ର ପ୍ରଥମ ଅକ୍ଷର ପ। ବୋଇତାଳୁର ପ୍ରଥମ ଅକ୍ଷର ବ, ନଖର ପ୍ରଥମ ଅକ୍ଷର ଦନ୍ତେନ। ଝରଣାର ପ୍ରଥମ ଅକ୍ଷର ଝ, ଚକିର ପ୍ରଥମ ଅକ୍ଷର ଚ। ବରଗଛର ପ୍ରଥମ ଅକ୍ଷର ବ। ଚିତ୍ର ଚିହ୍ନି ତାର ପ୍ରଥମ ଅକ୍ଷରକୁ ଆମେ ଲେଖିଲେ। ଚିତ୍ରକୁ ଚିହ୍ନି ତାର ପ୍ରଥମ ଅକ୍ଷରକୁ ଲେଖିଲେ। ଲେଖିଲେ ନା ନାହିଁ? ଗଛ, ଗଛ ଦେଖିଛ ପିଲାମାନେ? ଗଛର ପ୍ରଥମ ଅକ୍ଷର ଗ। ପଇଡ଼, ପଇଡ଼ ଦେଖିଛ ପିଲାମାନେ? ପଇଡ଼ର ପ୍ରଥମ ଅକ୍ଷର ପ। ବୋଇତାଳୁ, ବୋଇତାଳୁ ଦେଖିଛ ପିଲାମାନେ? ପ୍ରଥମ ଅକ୍ଷର ବୋଇତାଳୁ ଦେଖିଛ? ପ୍ରଥମ ଅକ୍ଷର ବ। ନଖ, ନଖ ଅଛି, ଆମର ନଖ ଅଛି। ନଖ, ନଖର ପ୍ରଥମ ଅକ୍ଷର ଦନ୍ତେନ, ନଖର ପ୍ରଥମ ଅକ୍ଷର ଦନ୍ତେନ। ଝରଣା ଦେଖିଛ ପିଲାମାନେ? ଝରଣା ଦେଖିଛ? ଝରଣାର ପ୍ରଥମ ଅକ୍ଷର ଝ। ଚକି, ଚକି ଦେଖିଛ? ଚକିର ପ୍ରଥମ ଅକ୍ଷର ଚ। ବରଗଛ ଦେଖିଛ ପିଲାମାନେ? ବରଗଛର ପ୍ରଥମ ଅକ୍ଷର ବ। ପିଲାମାନେ, ଆମେ ଆଜି ଚିତ୍ର ଚିହ୍ନି ତାର ପ୍ରଥମ ଅକ୍ଷରକୁ ଲେଖିଲେ। ଚିତ୍ର ଚିହ୍ନି ପ୍ରଥମ ଅକ୍ଷରକୁ ଲେଖିଲେ। ଲେଖିଲେ କି ନାହିଁ? ଆଜି ଆମେ ଚିତ୍ର ଦେଖି ପ୍ରଥମ ଅକ୍ଷରକୁ ଚିହ୍ନିକି ଲେଖିଲେ।